ବନ୍ଧୁଗଣ, ଆମ ପାଖରେ ଥିବା ଜନ୍ତୁ ଆମକୁ ସର୍ବଦା କିଛି ନା କିଛି ତତ୍ତ୍ୱ ପ୍ରଦାନ କରିଥାନ୍ତି। ଏହି ସଂକେତ ଦ୍ୱାରା ଆମ୍ଭମାନଙ୍କୁ ଶୁଭ ଏବଂ ଅଶୁଭର ଆଗୁଆ ସୂଚନା ମିଳିଥାଏ। ଏହି ସଂକେତ ଆଖପାଖରେ ଥିବା ପଶୁ ପକ୍ଷୀମାନଙ୍କ ଠାରୁ ମିଳିଥାଏ। ଆଜି ଆମେ କହିବୁ ସେମାନଙ୍କ ବିଷୟରେ ଯେଉଁମାନେ ଆମ ପାଖରେ ଥାଇ ଶୁଭ ଏବଂ ଅଶୁଭ ସଂକେତ ଦେଇଥାନ୍ତି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ। ତାହା ପୂର୍ବରୁ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଯେଉଁମାନେ ମୋ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲକୁ ବଜାଇ ଦିଅନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସର୍ବପ୍ରଥମ ସଂକେତ ବିରାଡ଼ି। ଯେଉଁ ଘରେ ବିରାଡ଼ିମାନେ କଳି କରୁଥିବା ଶୁଭାଯାଏ ଏହି ଘରେ କୌଣସି ଅଶୁଭ ଝଗଡ଼ା ହେବାର ସମ୍ଭାବନା ରହିଅଛି ଏବଂ ଯେଉଁ ଘରେ ବିରାଡ଼ି ସବୁବେଳେ କଳି କରୁଥାନ୍ତି ସେହି ଘରେ ସର୍ବଦା ମତଭେଦ ଲାଗି ରହିଥାଏ। ଦ୍ୱିତୀୟ ସଂକେତ ହେଉଛି ଗାଈ। ଯେଉଁ ଘର ଆଗରେ ଗାଈଟିଏ ଆସି ଜୋରରେ ରଡ଼ିଥାଏ ସେହି ଘରେ ନିଶ୍ଚୟ ସୁଖର ବୃଦ୍ଧି ହୋଇଥାଏ। ଘରର ବାହାରେ ଗାଈ ରଡ଼ିବାର ଶୁଭାଯିବା ହେଉଛି ଶୁଭ ସଂକେତ ଅଟେ। ତୃତୀୟ ସଂକେତ ହେଉଛି କୁକୁର। କୁକୁର କାନ୍ଦିବା ଅଶୁଭ ସଂକେତ ଅଟେ। ଯଦି କୌଣସି ଘରେ କୁକୁରଟିଏ କାନ୍ଦିଥାଏ ସେହି ଘରେ ଯେକୌଣସି ବିପଦ ଆସିବାର ସମ୍ଭାବନା ରହିଥାଏ। ଚତୁର୍ଥ ସଂକେତ ହେଉଛି ପିମ୍ପୁଡ଼ି। ଯେଉଁ ଘର ଆଗରେ କଳା ପିମ୍ପୁଡ଼ି ଦଳ ବଦଳ କରି ଦେଖାଯାଆନ୍ତି ସେହି ଘରେ ଐଶ୍ୱର୍ଯ୍ୟର ବୃଦ୍ଧି ହୋଇବାର ସମ୍ଭାବନା ରହିଥାଏ ଏବଂ ଧନଲାଭ ହୋଇଥାଏ। ପଞ୍ଚମ ସଂକେତ ହେଉଛି ମୟୂର। ମୟୂର ଦେଖିବା ଏକ ଶୁଭ ସଂକେତ ବୋଲି କୁହାଯାଏ। ଯଦି କୌଣସି ଘର ଆଗରେ ମୟୂର ଆସି ବସେ କିମ୍ବା ଘର ବାହାରେ ଦେଖାଯାଏ ଏହା ଶୁଭ ସଂକେତ ଅଟେ। ଏହାର ଅର୍ଥ ଗୃହକୁ କୌଣସି ଶୁଭ ଖବର ଆସିବାର ସମ୍ଭାବନା ରହିଅଛି। ଷଷ୍ଠ ସଂକେତ ହେଉଛି ବିଛା। ବିଛା ଯଦି ଏକ ଲାଇନରେ ଦେଖା ହୁଅନ୍ତି ତେବେ ଏହା ଅଶୁଭ ସଂକେତ କୁହାଯାଏ। ଘରେ ଯଦି ଗୋଟିଏ ଲାଇନରେ ଦୁଇଟି କିମ୍ବା ତିନିଟି ବିଛା ଦେଖାଯାଆନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରରୁ ଲକ୍ଷ୍ମୀ ଚାଲିଯିବାର ସଂକେତ ଦେଇଥାଏ। ମୁଁ ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଆପଣଙ୍କ ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲକୁ ବଜାଇ ଦିଅନ୍ତୁ। ଜୟ ଜଗନ୍ନାଥ।